ମୁଁ ବିଶ୍ୱାସ କରିପାରୁନି କି ଆମେ ଆଜି ଫାଇନାଲ ମ୍ୟାଚ୍ ଜିତି ଭାରତକୁ ଟ୍ରଫି ଆଣିଛୁ। ଏମିତି କହି ପ୍ରେସ୍ କନଫରେନ୍ସରେ କାନ୍ଦି ପକାଇଲେ ଭାରତର ପୂର୍ବତନ କ୍ୟାପ୍ଟେନ୍ ବିରାଟ କୋହଲି। କହିଲେ ହାରିଥିବା ମ୍ୟାଚ୍କୁ ଆମ ବୋଲରମାନେ ଆମକୁ ଜିତାଇବାରେ ସଫଳ ହାସଲ କଲେ। ସୂଚନା ଅନୁସାରେ ଗତକାଲି ଟି20 ବିଶ୍ୱକପ୍ ଫାଇନାଲ ମ୍ୟାଚ୍ରେ ଭାରତ ସାଉଥ ଆଫ୍ରିକାକୁ 7 ରନ୍ରେ ପରାସ୍ତ କରି 11 ବର୍ଷ ପରେ ଟି20 ବିଶ୍ୱକପ୍ ଜିତିଛି। ମ୍ୟାଚ୍ଟି ଭାରତର ସମ୍ପୂର୍ଣ୍ଣ ହାତରୁ ଛାଡ଼ି ଯାଇଥିଲା ବେଳେ ଭାରତୀୟ ବୋଲରମାନେ ଭାରତକୁ ବିଜୟ କରିବାରେ ସଫଳ ଲାଭ କରାଇଥିଲେ। ତେବେ ମ୍ୟାଚ୍ ଶେଷ ପରେ ପ୍ରେସ୍ କନଫରେନ୍ସରେ ଭାବବିହ୍ୱଳ ହୋଇ ବିରାଟ କୋହଲି କହିଥିଲେ, ଏହା ହେଉଛି ମୋର ଶେଷ ଟି20 ୱାର୍ଲଡ କପ୍। ଆଉ ଏହା ମୋ ପାଇଁ ସ୍ମରଣୀୟ ହୋଇ ରହିବ, କାରଣ ଏହାପରେ ମୁଁ ଟି20ରୁ ଅବସର ଘୋଷଣା କରୁଛି। ମୁଁ ଖୁସି ଅଛି ଯେ ଆଜି ମ୍ୟାଚ୍ରେ ମୋର ପ୍ରଦର୍ଶନୀ ବହୁତ ଭଲ ଥିଲା, ଆଉ ସେଥିପାଇଁ ମୁଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆୱାର୍ଡ଼ ମଧ୍ୟ ପାଇଲି। ସେ ଆହୁରି କହିଥିଲେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଆଜି ଆମେ ମ୍ୟାଚ୍ ଜିତିଲୁ। ତାଙ୍କର ଚତୁରତା ବୋଲିଂ ପାଇଁ ସେ ଡେଭିଡ୍ ମିଲରଙ୍କୁ ଆଉଟ୍ କରି ଆମକୁ ବିଜୟର ସ୍ୱାଦ ଚଖାଇଥିଲେ। ତେବେ ମୁଁ ଶେଷରେ ଭାରତୀୟ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ଆମକୁ ବହୁତ ସପୋର୍ଟ କରିଛନ୍ତି। ଧନ୍ୟବାଦ।